ଭାଇ ମନରେ ଗୋଟେ ଡାଉଟ୍ ରହିଲା ତ ମୋର ଏଠି ସ୍ମାର୍ଟ ସିଟି ଅନଲାଇନ ଅଟୋ କାହିଁକି ଦିଆଯାଇଛି ନାଁଟା? ଦେଖନ୍ତୁ ଭାଇ, ନାଁରେ କିଛି ନଥାଏ, ଯୁଗ ଅନୁସାରେ ନାଁକୁ ଚେଞ୍ଜ କରାଯାଏ, ପରିବର୍ତ୍ତନ କରାଯାଏ। ଦେଖନ୍ତୁ ବିଭିନ୍ନ ବିଭିନ୍ନ ଭେରାଇଟି ପାର୍ଟି ତିଆରି ହଉଛି ନା ନାହିଁ, ରାଜନୀତି ଦଳର ନାଁ ହଉଛି ନା ନାହିଁ। ଯେମିତି ଆମର ନୂଆ ଗୋଟେ ପାର୍ଟି ତିଆରି କରିଥିଲା କେଜରିୱାଲ ସରକାର, ଆମ୍ ଆଦମୀ ପାର୍ଟି, ନୂଆ ନାଁ ଆସିଥିଲା। ସେମିତି ଆମର ଅନଲାଇନ ଅଟୋ ଗୋଟେ ସ୍ମାର୍ଟ ସିଟି, ଯେହେତୁ ଆମର ଭୁବନେଶ୍ୱର ଗୋଟେ ସ୍ମାର୍ଟ ସିଟି ଏରିଆ, ତେଣୁ ତା ସେଟାକୁ ଦେଖିକି ଆମର ନୂଆ ନାଁ ୟୁନିକ୍ ନାଁ ରଖାଯାଇଛି, ଇଏ ମଡର୍ନ ନାଁ ରଖାଯାଇଛି ସ୍ମାର୍ଟ ସିଟି ଅଟୋ ଅନଲାଇନ ଗ୍ରୁପ। ହେଲା କି ଖାଲି ଯିଏ ନାଁରେ ସ୍ମାର୍ଟ ସିଟି ତାହା ନୁହଁ, କାମରେ ବି ସ୍ମାର୍ଟ, ଭେରି ଭେରି ସ୍ମାର୍ଟ। ଚିନ୍ତା କରନ୍ତୁ, ରାତି ଅଧିକା କି ଦିନ ଅଧିକା ଯୋଉଠି ବି ଯାହା ପ୍ରୋବ୍ଲେମ ହେଲା ବେଳକୁ ଗୋଟେ ଲୋକ ଯଦି ରାସ୍ତାରେ ଆକ୍ସିଡେଣ୍ଟ ହେଇଯାଉଛି, ଆମ୍ବୁଲାନ୍ସ ଆସିବାକୁ ଲେଟ୍ ହେଲା ପୂର୍ବରୁ ପିଲା ନେଇକି ମେଡିକାଲ ଧରେଇ ଦଉଛନ୍ତି। ସ୍ମାର୍ଟନେସ୍ କାମ ହଉଛି ଅନଲାଇନ ଅଟୋ ଗ୍ରୁପରେ ମେସେଜ କଲା ମାନେ ସାଙ୍ଗେ ସାଙ୍ଗେ ପିଲା ପହଞ୍ଚି ଯାଉଛନ୍ତି ସେ ଜାଗାରେ। ହେଲା କି ଯାହାର ଯୋଉଠି ଅସୁବିଧା ହେଲା ସାଙ୍ଗେ ସାଙ୍ଗେ ତାଙ୍କୁ ସୁବିଧା କରାଯାଉଛି। ଭାଇ ସ୍ମାର୍ଟ ସିଟିରେ ମୁଁ ମିଶିବି, ସ୍ମାର୍ଟ ସିଟିରେ ମିଶିବା ପାଇଁ କଣ କଣ ସବୁ ଆବଶ୍ୟକ ପଡୁଛି? ଡକୁମେଣ୍ଟ ଭାଇ ଆଧାର କାର୍ଡ ଗୋଟେ ଦେବେ, ଗୋଟେ ପ୍ୟାନ କାର୍ଡ ଏଇ ଆପଣଙ୍କର ଆରସି ଦେବେ, ଗୋଟେ ଡ୍ରାଇଭିଂ ଲାଇସେନ୍ସ ଦେବେ, ସବୁ ଦି କପି କରିକି ଦେବେ। ହେଲା କି ପ୍ଲସ୍ ଆପଣଙ୍କର 4 କପି ଫଟୋ ଦରକାର ଅଛି। ହେଲା କି ହଁ ହଁ, ପାସପୋର୍ଟ ଫଟୋ 4ଟା ଦେବେ। ଆପଣଙ୍କ ଆଇ କାର୍ଡ ବନା ହବ। ଦ୍ୱିତୀୟ କଥା ହେଲା ଆପଣଙ୍କର କିଛି ଗାଇଡ ଲାଇନ ଅଛି, ରୁଲ ରେଗୁଲେସନ ମାନିକି ଚାଲିବାକୁ ପଡିବ। ଯାହାର ପୁରା ଗାଇଡ ଲାଇନ ଆପଣଙ୍କୁ ଫଲୋ କରିବାକୁ ପଡିବ। ଆଜ୍ଞା ମିଶିପାରିବେ, ଆରାମସେ ଆମେ ଶୁଣିଲୁ ସ୍ମାର୍ଟ ସିଟି ସବୁ ସଂସ୍ଥା, ତାପରେ 1 ରୁ 10 ଭିତରେ ଟିକିଂ ଆଉ ଇନଷ୍ଟାଲ ଦିଆଯାଉଛି। କୌଣସି ପ୍ରକାର ଏଠି ସାହାଯ୍ୟ ସହଯୋଗ କେହି ବଞ୍ଚିତ କରୁନାହାନ୍ତି, ଜାତୀୟ ଅଦାଲତ ହେଲେ ମଧ୍ୟ ସାହାଯ୍ୟ ସହଯୋଗ ପାଉଛନ୍ତି। ସେଇଟା ଆମେ ଶୁଣିଛୁ ବା କିଛି ବି ଆକ୍ସିଡେଣ୍ଟ ମଧ୍ୟ ରାସ୍ତା ପରେ ଦେଖିଛୁ। ସେଥିପାଇଁ